ମୁଁ ଡାକ୍ତର ସୁଭାଷ ଚନ୍ଦ୍ର ଗଚ୍ଛାୟ ବର୍ତ୍ତମାନ এই ବାରଙ୍ଗ ବ୍ଲକର ମେଡିକାଲ ସୁପରିଟେଣ୍ଡେଣ୍ଟ ହିସାବରେ ଅବସ୍ଥାପିତ। ଆପଣମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ, ଆପଣ ମୋ ପାଖକୁ ଆସିଛନ୍ତି এই ଯୋଜନା ବିଷୟରେ ଜାଣିବା ପାଇଁ। ଜିଲ୍ଲା କଲେକ୍ଟର ମହୋଦୟ ସମସ୍ତଙ୍କୁ କହିଲେ ଯେ କାର୍ଡ଼ ବଣ୍ଟନ ହେବା ଦରକାର, ତ ଆମେ ସେଥିପାଇଁ ଦୀର୍ଘ 7 ଦିନ ଧରି ଯୋଜନା କରି ଆସୁଥିଲୁ। ଯାହା ବି ହେଉ ଆଜି ତାହା ସଫଳ ହୋଇଛି। এই କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ବାରଙ୍ଗ ବ୍ଲକର 30 ନମ୍ବର ଜୋନ୍ ଏବଂ 32 ନମ୍ବର ଜୋନ୍ରେ ଆଜି ଚାଲିଛି ଏବଂ ଆଜି ଆମ ଗଣରେ এই ଜୋନ୍ର ଜିଲ୍ଲା ପରିଷଦ ମହୋଦୟ ଉପସ୍ଥିତ ଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଆମେ ଜଣେ ବରିଷ୍ଠ ଏବଂ ସୁନାମଧନ୍ୟ ଡାକ୍ତର ମଧ୍ୟ ଆମ ଉପସ୍ଥିତ ଥିଲେ। ତାଙ୍କ ନାଁ ହେଲେ ଡକ୍ଟର ମହେନ୍ଦ୍ର କୁମାର ତ୍ରିପାଠୀ, ବହୁତ ଭଲ କାର୍ଡ଼ିଓଲୋଜିଷ୍ଟ ମଧ୍ୟ। ସେ ମଧ୍ୟ ଆମ ଗଣରେ ଥିବାରୁ ଆମେ ତାଙ୍କୁ ବହୁତ ଧନ୍ୟବାଦ ଦେଲୁ ଏବଂ ତା ସହିତ ସମସ୍ତ PRI ମେମ୍ବର୍ସ, BDO ସାର୍ ଏବଂ ଆମ ମେଡିକାଲର ସମସ୍ତ ଅଫିସର୍ସ ମଧ୍ୟ ଉପସ୍ଥିତ ଥିଲେ। ମିଡ଼ିଆ ଭାଇମାନେ ସମସ୍ତେ ଉପସ୍ଥିତ ଥିଲେ ଏବଂ ଆଜି ବହୁତ ଖୁସି ଲାଗିଲା ସବୁ ବର୍ଗର ଲୋକ ଏ କାର୍ଡ଼ ନେଲେ ଏବଂ ମୁଁ ସମସ୍ତଙ୍କୁ ମଧ୍ୟ କହିଲି ଯଦି এই କାର୍ଡ଼ରୁ ସେମାନେ କିଛି ଉପକାର ପାଇବେ ତାଙ୍କ ପରିବାର ପାଇଁ କେତେ ଉପକାର ହେବ, କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। এই କାର୍ଡ଼ ହିଁ ଲୋକମାନଙ୍କ ମନ ମଧ୍ୟରେ ଏକ ଉନ୍ମାଦନା ଖେଳାଇ ଦେଇଛି। ଚାଲିଥିବ ଯେତେ ପର୍ଯ୍ୟନ୍ତ ସମସ୍ତେ କାର୍ଡ଼ ପାଇନାହାନ୍ତି ଏ କାର୍ଡ଼ କାର୍ଯ୍ୟକ୍ରମ ଚାଲୁ ରହିବ। କିନ୍ତୁ ଆଜି এই ମଧ୍ୟାହ୍ନରେ এই କାର୍ଡ଼ ବଣ୍ଟନ ଆମେ ବୋଧେ ଅଳ୍ପ ସମୟ ଭିତରେ ତାକୁ ବାଣ୍ଟି ପୁଣି ନିର୍ଦ୍ଧାରିତ ଲୋକଙ୍କୁ ତାକୁ ଦେବୁ, ସେ ବାଣ୍ଟିବେ ଘରେ ଘରେ ବୁଲି ଏବଂ ତାକୁ ଠିକ୍ସେ ଭୁଲ ଭାଲ ଯଦି ଥିବ ତାକୁ ଠିକ୍ସେ କରେକ୍ସନ୍ କରିବେ ଏବଂ ମୁଁ ଭାବୁଛି ସମସ୍ତେ ଏଥିରେ ଉପକୃତ ହେବେ ଏବଂ ସମସ୍ତ ଚାକିରିଆ ହୁଅନ୍ତୁ ବା ଚାକିରି କରିନଥାନ୍ତୁ ସମସ୍ତେ ଏ କାର୍ଡ଼ ନେବା ବି ଦରକାର, ସରକାର ଯେଉଁମାନଙ୍କୁ ଦେଉଛନ୍ତି। ଏବଂ ସେଥିପାଇଁ ଆମେ ସବୁବେଳେ ସମସ୍ତ ଲୋକଙ୍କୁ ପରାମର୍ଶ ମଧ୍ୟ ଦେବୁ ଯେ ଏଥିରୁ କିଛି ଆପଣ ଉପକାର ପାଆନ୍ତୁ। ବହୁତ ଧନ୍ୟବାଦ।